नमस्कार दर्शक बंधु शुभ सकाळ आज रही राज्य तथा देश विदेश 20टी गुरुत्वपूर्ण खबर कौन खबर रही चलतु खबर ऊपर डिटेल्स नजर पकाइबा। प्रथम खबर नुआपड़ा उपनिर्वाचन बीजेडी प्रकाश कला स्टार प्रचारक तालिका। उक्त तालिकार निरंजन पूजारी, संजय दास वर्मा, अरुण साहू, प्रताप जेना, कैप्टेन दिव्यशंकर मिश्र, प्रीतिरंजन घड़ाई, ध्रुवराज साहू, मनोहर रंधारी, प्रदीप दिहारी, ता सहित तुषारकांति बेहेरा एमती अनेक किछि लोक अछंती जे कि स्टार प्रचारक भाबे तांको तालिका प्रकाश पाइछि। विशेष करी कुआ जाउछि जे श्रीमती रीता साहू, स्वरूप दास, दीपाली दास, मनोरमा महांती एमाने मध्य समस्त सामिल अछंती। परवर्ती खबर होछि ऐतिहासिक कटक बालीयात्रा 2025 ओडिया भाषा साहित्य हेबो एबे थीम। तबे ऐतिहासिक बालीयात्रा रे एबे पाखापाखि कुआ जाउछि 50 लाख रु अधिक लोक आसिबे। एने कि विभिन्न प्रकार आयोजन मध्य होइछि। नवेम्बर 1 रु 15 पर्यंत बालीयात्रा ग्राउंड चारिपाखरे 5 किलोमीटर परिधि मध्य ड्रोन, पाराग्लाइडर, पारामोटर एवं हॉट एयर बेलून एयरक्राफ्ट उड़ान उपरे निषेध रहिछि। एही सुरक्षा ପାଇଁ गुरुत्वपूर्ण पदक्षेप प्रशासन पक्षରୁ ମଧ୍ୟ ନିଆଯାଇଛି। ବିଶେଷ କରି ଅଲିଉଡରେ 14 ଜଣ କଳାକାର ମଧ୍ୟ ଚୁକ୍ତିନାମା କରିସାରିଛନ୍ତି। ଶ୍ରେୟା ଘୋଷାଲ, ହରଦୀପ ସିଂ, ହମ୍ ସୁଇଂ ବ୍ୟାଣ୍ଡ ତା ସହିତ ରିଷି ମଞ୍ଚ ଏନେକି ଆସିବେ। ସୁବିଧା ପାଇଁ କି 4ଟି ପ୍ରବେଶ 9ଟି ପ୍ରସ୍ଥାନ ସ୍ଥାନ ମଧ୍ୟ ରହିଛି। ପ୍ରାୟ 50 ଲକ୍ଷରୁ ଦର୍ଶକରୁ ଅଧିକ ଲୋକ ଆସିବେ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ଆସନ୍ତା 24 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା। ଏନେକି ରାଜ୍ୟରେ ପୁଣି ବର୍ଷିବ ବର୍ଷା। ତେବେ କୁହାଯାଉଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ମଧ୍ୟ ହେବ। ବିଶେଷ କରି 24 ତାରିଖରେ ଓଡ଼ିଶାର 20ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି ପାଣିପାଗ ବିଭାଗ। 24 ତାରିଖରେ ଗୋଟିଏ ଲଘୁଚାପ ଅଛି ବୋଲି କୁହାଯାଉଛି। ପରବର୍ତ୍ତୀ ଖବର ହଉଛି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦିବାଲି ଭେଟି ମହଙ୍ଗା ଭତ୍ତା 3% ବଢିବା ନେଇ ଘୋଷଣା ମଧ୍ୟ ହେଲା। ବିଶେଷ କରି 55% ରୁ ମହଙ୍ଗା ଭତ୍ତା ବଢି 58% କୁ ହେଲା। ପେନସନ ଭୋଗୀ ମାନେ ଟିଆଇଏ ରେ ମଧ୍ୟ ବୃଦ୍ଧି ନିଷ୍ପତ୍ତି। ଜୁଲାଇ 1 ରୁ ପିଛଲା ଭାବେ ଏହା ଲାଗୁ ପାଇଁ ଘୋଷଣା। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ଦରମାରେ ନଗଦ ଆକାରରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ତାଙ୍କର ଦିବାଲି ଗିଫ୍ଟ ମଧ୍ୟ କୁହାଯାଉଛି। ପରବର୍ତ୍ତୀ ଖବର ଦୁର୍ନୀତି କୋରକୁ ନିସ୍ତାର ନାହିଁ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଥର ଯେଉଁମାନେ ଦୁର୍ନୀତି କରୁଛନ୍ତି ତାଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ମିଳିବ ନାହିଁ ପେନସନ। ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ ବୋଲି ପେନସନ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରୋଭିଜନାଲ ପେନସନ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ ମଧ୍ୟ କରାଯାଇଛି। ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ବିଚାରାଧୀନ ଥିବାବେଳେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ମିଳିବ ନାହିଁ। ପରବର୍ତ୍ତୀ ଖବର ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନୂଆପଡାରୁ ସିଧାସଳଖ ବିହାର ଯାତ୍ରା କରି ପ୍ରଚାର ଶେଷ କରି ଓଡ଼ିଶା ମଧ୍ୟ ଫେରିବେ। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ମାହୋଲ ସରଗରମ ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ 40 ଜଣିଆ ଷ୍ଟାର ପ୍ରଚାରକ ମଧ୍ୟ ତାଲିକା ପ୍ରକାଶ ପାଇଛି। ପରବର୍ତ୍ତୀ ଖବର 8 ବର୍ଷ ପରେ ହେବାକୁ ଯାଉଛି ମତ୍ସ୍ୟଜୀବୀ ଜନଗଣନା ନଭେମ୍ବର 3 ରୁ ଆରମ୍ଭ। ବିଶେଷ କରି ଦୀର୍ଘ 8 ବର୍ଷ ପରେ ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା ହେବ। ଆସନ୍ତା ନଭେମ୍ବର 3 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 18 ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଚମ ରାଷ୍ଟ୍ରୀୟ ସାମୁଦ୍ରିକ ମତ୍ସ୍ୟଜୀବୀ ଜନଗଣନା 2025 ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ 6ଟି ଜିଲ୍ଲାରେ ହେବ। ଏହି ଜନଗଣନାକୁ ସଫଳ କରିବା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ସେଣ୍ଟ୍ରାଲ ମେରାଇନ ଫିଶରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ 3 ଦିନିଆ ତାଲିମ ଶିବିର ଆରମ୍ଭ ମଧ୍ୟ ହୋଇଛି। ବିଶେଷ କରି ପୁରୀ ସ୍ଥିତ ସେଣ୍ଟ୍ରାଲ ମେରାଇନ ଫିଶରିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କାର୍ଯ୍ୟାଳୟରେ ଏହା ମଧ୍ୟ ତାଲିମ ଦିଆଯାଉଛି। ପରବର୍ତ୍ତୀ ଖବର ଅନଲାଇନରେ ମହାପ୍ରସାଦ ବିକ୍ରିକୁ ଅଭିଯୋଗ ଏକ ଫୁଡ ଆପ୍ ନାଁରେ ସାଇବର ଥାନାରେ ମଧ୍ୟ ଏତଲା। ତେବେ କୁହାଯାଉଛି ଏକ ଫୁଡ ଆପ୍ ନାଁରେ ସାଇବର ଥାନାରେ ଏତଲା ଦିଆଯାଇଛି କାହିଁକି ନା ଅନଲାଇନରେ ମହାପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି। ଅନଲାଇନରେ ବିକ୍ରି କରିବା କୌଣସି ଅନୁମତି ଦିଆଯାଇ ନାହିଁ। କିଭଳି ପ୍ରଭୁ ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରି ଏମାନେ
ମହାପ୍ରସାଦ ବା ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଦଉଛନ୍ତି ତାହା ସବୁଠୁ ଆଶ୍ଚର୍ଯ୍ୟର କଥା। ଏକ ଫୁଡ ଆପ୍ଲିକେସନ ବିଜ୍ଞାପନ ଭାଇରାଲ ହୋଇଛି। ମାତ୍ର 49 ଟଙ୍କାରେ ଅବଢା ଉପଲବ୍ଧ ଅଛି। ବିଜ୍ଞାପନ ମଧ୍ୟ ଉଲ୍ଲେଖ ଅଛି, ବିଶେଷ କରି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଯିଏ ଏଭଳି କରୁଛି। ପରବର୍ତ୍ତୀ ଖବର 2026ରେ ହେବାକୁ ଥିବା ଯୁକ୍ତ 2 ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ପରିଷଦ ପକ୍ଷରୁ ପରିଚାଳିତ ହେଉଥିବା ଏହି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ହାତରେ ଆଉ 2.5 ମାସ ବାକି ଅଛି। ତା ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଆଇ କ୍ୟାମେରା ଲାଗିବ, ଯାହାଫଳରେ ଟିକେ ନେଇକି ତଦାରଖ କରିବ। ଏଥିସହିତ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲା ସେଗୁଡ଼ିକ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହୋଇଛି କି ନାହିଁ ରିପୋର୍ଟ ମଧ୍ୟ ନଭେମ୍ବର 29 ସୁଦ୍ଧା ଦେବା ପାଇଁ କୁହାଯାଇଛି। ରାଜ୍ୟରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ମଧ୍ୟ କୁହାଯାଇଛି। ପରବର୍ତ୍ତୀ ଖବର ହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଦେଶର 8ମ ଜୈବ ମଣ୍ଡଳ ଶିମିଳିପାଳର ଜୈବ ବିବିଧତାକୁ ଉପଭୋଗ କରିପାରିବେ ଏଥର ପର୍ଯ୍ୟଟକ। ଆକର୍ଷିତ ମଧ୍ୟ ହୋଇ ଆସିବେ। ତେବେ ଜୁଲାଇ 1ରେ ଶିମିଳିପାଳ ଉପରେ କଟକଣା ଲାଗୁ କରାଯାଇଥିଲା। ଏବେ ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲିବେ ଏବଂ ଏହାର ମଧ୍ୟ ମଜା ନେଇପାରିବେ। ଆସନ୍ତା 18 ତାରିଖରୁ ଏହି ଅଭୟାରଣ୍ୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର ହଉଛି ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ସରକାର ଦେଲେ ବଡ ନିଷ୍ପତ୍ତି। ଏଥର ଏକ୍ସଟ୍ରା 5 କେଜି ଚାଉଳ ମିଳିବ। ରାଜ୍ୟରେ 3,25,00,000 ହିତାଧିକାରୀଙ୍କୁ ଏବେ ସରକାର ଦଉଛନ୍ତି ବଡ ଉପହାର। ଲୋକମାନଙ୍କ ଅଧିକ ଚାଉଳ ପାଆନ୍ତୁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଚାଉଳ ଦେବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି। ତେବେ ଏଥର ମଧ୍ୟ ସରକାର କହିଛନ୍ତି ଯେ ରାଜ୍ୟରେ ପାଖାପାଖି 15 ଲକ୍ଷ ହିତାଧିକାରୀ ଇକେୱାଇସି କରିନାହାନ୍ତି, ଯାହାଫଳରେ ଆସନ୍ତା ମାସରୁ ତାଙ୍କୁ ସରକାରୀ କୌଣସି ସୁବିଧା ମିଳିବ ନାହିଁ ଆଉ ତା ସହିତ ମଧ୍ୟ ଚାଉଳ କଟିଯିବ। ତେବେ ସେମାନେ କୌଣସି ପ୍ରକାର ରାସନ ଉଠାଇ ପାରିବେ ନାହିଁ। ପରବର୍ତ୍ତୀ ଖବର 711ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ଭାବେ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦବୀ ପାଇଁ ପ୍ରିଲିମିନାରୀ ପରୀକ୍ଷା କରିବାକୁ କମିଶନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଅନୁଷ୍ଠିତ ଲିଖିତ ପରୀକ୍ଷା ମୂଲ୍ୟହୀନ ହୋଇଯାଇଛି। ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ମଧ୍ୟ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ଖବର ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବା ପାଇଁ ଯାଉଛି। କେବଳ ନୂଆପଡା ନିର୍ବାଚନ ମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଲୋକପ୍ରିୟ ଜନପ୍ରତିନିଧିଙ୍କୁ ସୁଯୋଗ୍ୟ ଦାୟଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଯାଉଛି। ବିଜେପି ପରିବାର ସାମିଲ ହୋଇଛନ୍ତି। ନୂଆପଡାର ଗୋଦାମ ଏୟାର ଷ୍ଟ୍ରିପ୍ ପାଖରେ ଏକ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡା ଦେଖିବ ଡବଲ ଇଞ୍ଜିନ ସରକାର, ବିକାଶର ଗତି। ନୂଆପଡା ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ। ଏହାକୁ କେହି କାହା ମନରେ ଦ୍ୱନ୍ଦ୍ୱ ରଖିବା ସନ୍ଦେହ କରିବା ଉପଯିବା ନୁହେଁ, କାରଣ ନୂଆପଡା ବିଜେପିର ଗଡ଼ ହେବ। ଆଉ ନୂଆପଡା ମଧ୍ୟ ଆଗକୁ ମଧ୍ୟ ବିକଶିତ ହେବ। ସବୁ କିଛି ସୁବିଧା ଯୋଗାଇ ଦିଆଯିବ। ଏମିତି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଯୋଜନା ବିଷୟରେ କହିଛନ୍ତି, ଯେମିତିକି 5 ବର୍ଷରେ 50,000 ଟଙ୍କା, ତା ସହିତ ନୂଆପଡାରେ 2 ଲକ୍ଷ ଚାଷୀଙ୍କୁ ଧାନର ବୋନସ୍ ପାଉଥିବା ବେଳେ 1,55,000 ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ତା ସହିତ ମଧ୍ୟ କୁହାଯାଉଛି ଯେ ନିକଟରେ କେନ୍ଦ୍ର ସରକାର 30,000 କୋଟି ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ନୂଆପଡା ଜିଲ୍ଲାକୁ ଗୁରୁତ୍ୱ ମିଳିଛି। ଜଣେ ସମାଜ ସେବକ ଭାବେ ନିଜ ଅଞ୍ଚଳବାସୀ ପାଇଁ କାର୍ଯ୍ୟ କରିବା ଏବଂ ତାଙ୍କ ଦୁଃଖ ସୁଖରେ ଛିଡା ହେବା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା। ଆଜି ତାଙ୍କର ଅବଦାନ ତାଙ୍କ ସୁଯୋଗ୍ୟ ପୁତ୍ର ଯିଏକି ଜୟ ଢୋଲକିଆ ପିତାଙ୍କ ପଦ ଅନୁସରଣ କରୁଛନ୍ତି। ଏମିତି ମଧ୍ୟ ବିଭିନ୍ନ ପ୍ରକାର ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ହଉଛି ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ସଫେଇ ଆମର କୌଣସି ଭୂମିକା ନାହିଁ। ବିଶେଷ କରି କୁହାଯାଉଛି ଯେ ଏବେ ଋଷିକେଶ ବା ଅତିଥିରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଇସ୍କନ ପକ୍ଷରୁ ଖଣ୍ଡନ କରାଯାଇଛି। ଇସ୍କନ ପକ୍ଷରୁ ସୂଚନା ଜାରି କରି କୁହାଯାଇଛି ଯେ ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ସାଂଗଠନିକ କିମ୍ବା ଭୂମିକା ନଥିଲା। ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା। ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶଗ୍ରହଣ କରିନଥିଲେ। ଇସ୍କନ ପୁରୀ ଗଜପତି ମହାରାଜଙ୍କ ସହିତ ପାରସ୍ପରିକ ସମ୍ମତ ସମୟ ସାରଣୀ ଅନୁସରଣ କରାଯାଉଛି। ବିଶେଷ କରି କୁହାଯାଉଛି ଅକ୍ଟୋବର 7 ତାରିଖରେ ଋଷିକେଶର ମଧୁବନ ଆଶ୍ରମ ପକ୍ଷରୁ ଜଗନ୍ନାଥଙ୍କର 28ତମ ରଥଯାତ୍ରା କରାଯାଇଥିଲା। ଏହି ରଥଯାତ୍ରା ସକାଳ 9:30ଟାରୁ ମଧୁବନ ଆଶ୍ରମରୁ ବାହାରି ତ୍ରିବେଣୀ ଘାଟ ଗୁରୁଦ୍ୱାର ଗୁରୁ ସିଂ ଏବଂ ରେଲୱେ ରୋଡରେ ଶେଷ ହୋଇଥିଲା।
ରଥ କୌଣସି କାଠ କିମ୍ବା ଅନ୍ୟ ଧାତୁରେ ନିର୍ମାଣ ହୋଇନଥିଲା, ବରଂ ଚାରି ଚକିଆ ଯାନ ଏବଂ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବସି ଯାଉଥିବା ଦେଖିବାକୁ ମିଳିଥିଲା। ଅନେକ ଜଗନ୍ନାଥ ପ୍ରେମୀ ଏହାକୁ ଦେଖିବା ପରେ ଅପମାନ ବୋଧ ଅନୁଭବ କରିଥିଲେ। ତ ବିଶେଷ କରି କୁହାଯାଉଛି ଯେ ଅଦିନିଆ ରଥଯାତ୍ରା ହେଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାରାଜ ବାରମ୍ବାର କ୍ଷୋଭ ପ୍ରକାଶ କରିବା ସହିତ ଗତ ସେପ୍ଟେମ୍ବର 6 ତାରିଖରେ ବୈଠକରେ ନିଷ୍ପତ୍ତି ନେଇଥିଲେ ଯେ ନୀତି ମୁତାବକ ବିରୋଧୀ ସ୍ନାନଯାତ୍ରା ରଥଯାତ୍ରା ପାଇଁ 100 ପୃଷ୍ଠା ସମ୍ବଳିତ ଚିଠି ଇସ୍କନ ପକ୍ଷରୁ କର୍ତ୍ତୃପକ୍ଷ ପ୍ରଦାନ କରାଯାଇଥିଲା। ନୀତି ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନେବାଯିବ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ହେଉଛି ସୀମାନ୍ତ ଛତିଶଗଡ଼ରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ପୋଲିସ ଆଜି ସଜବାଜ ହେଉଛି। ପାଖାପାଖି ଇନ୍ଦ୍ରାବନ ଡିଭିଜନ ଏବଂ ମାଡ଼ ଡିଭିଜନ 150ରୁ ଉର୍ଦ୍ଧ୍ୱ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲି ଚାଲି ବିଜାପୁର ପହଞ୍ଚୁଛନ୍ତି। ଏନେଇ ପୋଲିସ ଏବଂ ବିଏସ୍ଏଫ୍ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ମହାରାଷ୍ଟ୍ର ମଧ୍ୟ ଗଡ଼ଚେରେଲି ଠାରେ ସେଣ୍ଟ୍ରାଲ କମିଟି ମେମ୍ବର ଭୂପତି ଏବଂ ନେତୃତ୍ୱରେ ମଧ୍ୟ 61 ନକ୍ସଲ ଆତ୍ମସମର୍ପଣ କରିଥିଲେ। ଏବେ ଦିନେ ଦିନେ ସବୁ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ପରବର୍ତ୍ତୀ ଖବର ହେଉଛି ଏଆଇ ସାହାଯ୍ୟରେ ଆଣ୍ଠୁ ଟ୍ରାନ୍ସପ୍ଲାଣ୍ଟ 3 ଘଣ୍ଟାରେ ଚାଲିଲେ ରୋଗୀ। ବିଶେଷ କରି ଡାକ୍ତରମାନେ 78 ବର୍ଷୀୟ ମହିଳାଙ୍କର ଆଣ୍ଠୁ ପ୍ରତିରୋପଣ କରିଥିଲେ, ଯାହାଙ୍କ ଆଣ୍ଠୁ ସମସ୍ୟା ଗୁରୁତର ଥିଲା। ଏହି ଅସ୍ତ୍ରୋପଚାର ପାଇଁ ସାଧାରଣତଃ କିଛି ଦିନ ଡାକ୍ତରଖାନାରେ ରହିବା ଆବଶ୍ୟକ ଥିଲା। ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରମାନେ 12 ଘଣ୍ଟା ପରେ ରୋଗୀଙ୍କୁ ଡିସଚାର୍ଜ କରିଥିଲେ। ଏଆଇ ରୋବୋଟ ସାହାଯ୍ୟରେ ଏହି ପ୍ରକ୍ରିୟା ହୋଇଥିଲା, ଯେ କି ଉନ୍ନତ ରୋବୋଟିକ ପ୍ରଯୁକ୍ତିବିଦ୍ୟା, କ୍ଲିନିକାଲ ବିଶେଷଜ୍ଞ ମିଶ୍ରିତ ଏବଂ ବୟସ୍କ ରୋଗୀମାନଙ୍କର ଆରୋଗ୍ୟକୁ ତ୍ୱରାନ୍ୱିତ ସାହାଯ୍ୟ କରିବ। ବିଶେଷ କରି ଦିଲ୍ଲୀର ମ୍ୟାକ୍ସ ମଲ୍ଟି ସ୍ପେଶାଲିଷ୍ଟ ସେଣ୍ଟର ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। ସୂଚନା ମୁତାବକ 4 ବର୍ଷ ଧରି ବାମ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏହି ଯନ୍ତ୍ରଣା ତାଙ୍କ ଚାଲିବା କଷ୍ଟକର ଥିଲା, ଯେକୌଣସି କାର୍ଯ୍ୟ ମଧ୍ୟ ସହଜରେ କରିପାରୁନଥିଲେ। ଆଉ ଯନ୍ତ୍ରଣା ଆହୁରି ବଢ଼ିବା ପରେ ଚିକିତ୍ସା ପାଇଁ ଆସିଥିଲେ। ଏଆଇ ସାହାଯ୍ୟରେ ଚିକିତ୍ସା ହେଲା, ଯାହାଫଳରେ ଏବେ ତାଙ୍କର ଆଣ୍ଠୁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଯାହାଫଳରେ ସେ ବୋଧେ ଚାଲି ଚାଲି ଲାଗିଲେ। ଡାକ୍ତର ମଧ୍ୟ ଭଟ୍ଟାଚାର୍ଯ୍ୟ ବ୍ୟାଖ୍ୟା କରିଛନ୍ତି ଯେ ଆଣ୍ଠୁ ସନ୍ଧି ଦୁର୍ବଳ ଥିଲା। କିଛି କ୍ଷେତ୍ରରେ ଔଷଧ ଏବଂ ଚିକିତ୍ସା ବ୍ୟବହାର କରାଯାଏ। ଏଆଇ ରୋବୋଟ ସାହାଯ୍ୟରେ ମହିଳା ଜଣକ ଅସ୍ତ୍ରୋପଚାର ପରେ 3 ଘଣ୍ଟା ପରେ ଚାଲି ପାରିଲେ। ଗୋଟିଏ ଦିନରେ ମଧ୍ୟ ତାଙ୍କୁ ଡିସଚାର୍ଜ କରାଗଲା। ଏନପିଏସ୍ ବାତ୍ସଲ୍ୟ ଯୋଜନା ଆପଣଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ସରକାର ସୁନ୍ଦର ନିବେଶ ପ୍ରକଳ୍ପ କରିଛନ୍ତି, ଯୋଉଟା କି ପିଲାମାନଙ୍କୁ ମିଳିବ 24 ଲକ୍ଷ ପର୍ଯ୍ୟନ୍ତ। ଏହି ଯୋଜନାରେ ପ୍ରତି ବର୍ଷ 1000 ଟଙ୍କା ମାତ୍ର ରଖିବେ। ଶିକ୍ଷା, ସ୍ୱାସ୍ଥ୍ୟ, ଭବିଷ୍ୟତ ପାଇଁକି ଲକ୍ଷ ଲକ୍ଷ ସଞ୍ଚୟ ମଧ୍ୟ ଆପଣ କରିପାରିବେ। ଯେମିତିକି ସରକାର ମଧ୍ୟ ସମସ୍ତ ପ୍ରକାର ଯୋଜନାରେ ଆପଣଙ୍କୁ 24 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ମିଳିବ ବୋଲି କୁହାଯାଉଛି। ଯେକୌଣସି ଭାରତୀୟ ନାଗରିକ 18 ବର୍ଷରୁ କମ ବୟସର ପିଲା ସେମାନଙ୍କୁ ଏହି ଯୋଜନାରେ ନିବେଶ କରିପାରିବେ। ପିଲାମାନଙ୍କ ପିତାମାତା ସର୍ବାଧିକ 2ଟି ପିଲାଙ୍କୁ ଏହି ଯୋଜନାରେ ସାମିଲ କରିପାରିବେ। ପୁଅ ବା ଝିଅ 2ଟି ଆପଣମାନେ ରଖିପାରିବେ। ଏହି ଯୋଜନା ମାଧ୍ୟମରେ ଅଭିଭାବକମାନେ ତାଙ୍କ ପିଲାଙ୍କ ଭବିଷ୍ୟତ ନିରାପଦ ପାଇପାରିବେ। ଏହା ରାଜସ୍ୱ ଲାଭ ବା ଟ୍ୟାକ୍ସ ବେନିଫିଟ ଦିଆଯିବାରୁ ଆର୍ଥିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ। ସରକାରୀ ତହବିଲ ଏବଂ ସୁରକ୍ଷିତ ରିଟର୍ଣ୍ଣ ଏବଂ ଏନପିଏସ୍ ବାତ୍ସଲ୍ୟ ଯୋଜନା ଅନେକ ଅଭିଭାବକ ପସନ୍ଦର ବୋଲି କୁହାଯାଉଛି। ପିଏମ୍ କିଷାନ ଟଙ୍କାକୁ ନେଇକି ବଡ଼ ଅପଡେଟ୍। ପିଏମ୍ କିଷାନ 21ତମ କିସ୍ତି ମିଳିବା ପାଇଁ ଯାଉଛି। ଯେଉଁମାନଙ୍କୁ 20ତମ 21ତମ କିସ୍ତି ମିଳିନି ସେମାନେ ମନେ ରଖନ୍ତୁ ଇକେୱାଇସି କରିଦିଅନ୍ତୁ, ଯାହାଫଳରେ ମିଳିଯିବ। ତେବେ ବିଶେଷ କରି ପିଏମ୍ କିଷାନରେ ସରକାର ବର୍ଷକୁ 6000 ଟଙ୍କା ଦେଉଛନ୍ତି, ପ୍ରତି 4 ମାସକୁ 2000 ଟଙ୍କା ପ୍ରଦାନ କରୁଛନ୍ତି। କୋଟି କୋଟି ଚାଷୀମାନେ ଉପକୃତ ହେଉଛନ୍ତି। କିଷାନ ସମ୍ମାନ ନିଧି ଯୋଜନାରେ ମଧ୍ୟ ଚାଷୀମାନେ ଏବେ 21ତମ କିସ୍ତି ପାଇବା ପାଇଁ ଯାଉଛନ୍ତି। ତା ପୂର୍ବରୁ ଆପଣମାନେ ଇକେୱାଇସି କରିଦିଅନ୍ତୁ, ଯାହାଫଳରେ ଆପଣ 20, 21 2ଟି କିସ୍ତି ମଧ୍ୟ ମିଳିବ। ଦୀପାବଳିର ବଡ଼ ଅଫର ଆପଣମାନଙ୍କୁ ମଧ୍ୟ ମିଳିବ। ତେବେ ଏପଟେ ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଭତ୍ତା ଟଙ୍କା ମଧ୍ୟ ଖୁବ୍ ଜଲ୍ଦି ବଢିବା ପାଇଁ ଯାଉଛି। 60 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଭତ୍ତା ଟଙ୍କା ବଢିବ। 80 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3500 ମିଳିବ ବୋଲି ସୂଚନା ମିଳିଛି। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର।